ଏମିତି ଛାଇ ଆଲୁଅର ଖେଳ ଭିତରେ କେତେବେଳେ ଦୁହେଁ ବନ୍ଧୁତ୍ୱକୁ ପାଶୋରି ଭଲ ପାଇବାରେ ବାନ୍ଧି ହୋଇସାରିଛନ୍ତି ତାହା ଭଗବାନଙ୍କୁ ଜଣା। ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ବୋଲି କହି ନାହାନ୍ତି, କିନ୍ତୁ କିଛି କ୍ଷଣ ପାଇଁ ହେଉ କେହି କାହାକୁ ଛାଡ଼ି ରହିପାରନ୍ତି ନାହିଁ। ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ଚ୍ୟାନେଲ୍ ଆର୍କେ ସିଂ କ୍ରିଏସନ୍। ଅଳ୍ପ ଦିନର ସାଥୀ ପାର୍ଟ 3। ରାକେଶର ସେବା ମନୋଭାବ ତାକୁ ବେଶ୍ ପ୍ରଭାବିତ କରିଥିଲା। ଅନ୍ୟର ଦୁଃଖ ଦେଖିଲେ ସେ ସହିପାରେ ନାହିଁ। ଯିବା ଆସିବା ବେଳେ ଯେଉଁଠି ଦୁଃଖୀ ଲୋକଙ୍କୁ ଦେଖେ ତାଙ୍କ ସହ କଥା ହୁଏ, ତାଙ୍କୁ ଖାଇବାକୁ ଦିଏ। ରାକେଶ ପରି ଦୟାବାନ, ନିଃସ୍ୱାର୍ଥପର ଓ ପରୋପକାରୀ ମଣିଷକୁ ପାଇ କଳ୍ପନା ଖୁସିରେ ଆତ୍ମହରା ହୋଇ ଉଠେ। ରାକେଶର ଲକ୍ଷ୍ୟ ବଡ଼ ହେଲେ ଚାରିଟେବୁଲ ଟ୍ରଷ୍ଟଟିଏ କରି ଲୋକଙ୍କ ସେବା କରିବ, ଦୁଃଖୀ ଲୋକଙ୍କ ଦୁଃଖରେ ସହଯୋଗ କରିବ, ବାସହରା ଲୋକଙ୍କ ପାଇଁ ଲଢ଼େଇ କରିବ। ଏ ସ୍ୱାର୍ଥପର ସମାଜରେ କେବଳ ସେହିଭଳି ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରିବ। ଏମିତି 8 ମାସ ହୋଇଗଲା। କେହି କାହା ଘରକୁ ଯାଇ ନାହାନ୍ତି। ଏପରିକି ଛୁଟିରେ ମଧ୍ୟ ହଷ୍ଟେଲରେ ରହି କୁଆଡ଼େ ବୁଲିବାକୁ ଚାଲି ଯାଆନ୍ତି। ସେମିତି ଥରେ କଲେଜ ଗ୍ରାଉଣ୍ଡରେ କଥା ହେଲା ବେଳେ ହଠାତ୍ କଳ୍ପନା ଘରୁ ଫୋନ୍ ଆସିଲା। ବାପା ଫୋନ୍ କରି କହିଲେ ଅର୍ଜେଣ୍ଟ ଆସିବା ପାଇଁ। ମନ ଶୁଖିଗଲା। ଜେଜେମାଙ୍କ ଦେହ ଖରାପ, ନିହାତି ଯିବାକୁ ପଡ଼ିବ। ଇଚ୍ଛା ନଥିଲେ ବି ଦୁହେଁ ସାମୟିକ ଅଲଗା ହେବାରେ ସମୟ ଆସିଛି ବୋଲି ଦୁଃଖ ପ୍ରକାଶ କଲେ। ଜୀବନର ବେଶୀ ଦୁଃଖରେ ଉଭୟଙ୍କୁ ବିଦାୟ ଦେଇଥିଲେ। ଘରେ ପହଞ୍ଚି କଳ୍ପନା ଦେଖିଲା ଜେଜେମାଙ୍କ ଅବସ୍ଥା ବାସ୍ତବିକ ଖରାପ। ଗଛର ଶୁଖିଲା ପତ୍ର ପରି କେଉଁ ମୁହୂର୍ତ୍ତରେ ବଦଳାଏ ପବନ ଆସି ତାକୁ ତଳେ ପକାଇଦେବ ତାର ଠିକଣା ନାହିଁ। ଏହି ଅଳ୍ପ ଦିନର ସମୟରେ ଜେଜେମାଙ୍କ ଶେଷ ଇଚ୍ଛା ଥିଲା ନାତୁଣୀର ବାହାଘର ଦେଖିବେ। ଘରେ ସମସ୍ତଙ୍କ ଇଚ୍ଛା ଏହି 10 ଦିନ ଭିତରେ ଉପଯୁକ୍ତ ପାତ୍ର ଦେଖି ବାହାଘର ହେବ। ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ମନରେ ରାକେଶର ଭଲ ପାଇବା ବସା ବାନ୍ଧି ସାରିଥାଏ। ଅବିଳମ୍ବେ ରାକେଶ ସହ ଫୋନରେ କଥା ହେଉ ସବୁ କିଛି କହିଲା। ନିଜ ଭଲ ପାଇବା ବିଷୟରେ କହିବାକୁ ବହୁତ ଚେଷ୍ଟା କଲା, ପାରିଲା ନାହିଁ। ରାକେଶ ଏ ଖବର ଶୁଣି ଭାରି ବ୍ୟସ୍ତ ହୋଇପଡ଼ିଲା। ଭଲ ପାଇବା ଆରମ୍ଭ ନ ହେଉଣୁ ଶେଷ ହେବାକୁ ଯାଉଛି। ଅବ୍ୟକ୍ତି ବେଦନାର ତାଡ଼ନାରେ ଦୁହେଁ ଜର୍ଜରିତ। କେହି କାହାକୁ ଛାଡ଼ି ବଞ୍ଚିବାକୁ ନାରାଜ। ହାତରେ ମାତ୍ର 10 ଦିନ। କିଛି ନ କଲେ ଜୀବନ ସାରା ଅଲଗା ହୋଇ ରହିବାକୁ ପଡ଼ିବ। ରାକେଶ ମନ କଥା ଜାଣିବା ପାଇଁ ଶେଷ ଥର କଳ୍ପନା ବହୁତ ଚିନ୍ତା କରି ରାକେଶକୁ ମନ କଥା ସବୁ କିଛି ଖୋଲି କହିଦେଲା। ରାକେଶ ଖୁସିରେ ଆତ୍ମହରା ହୋଇ ଉଠିଲା। ସମ ପ୍ରେମ, ସମ ହୃଦୟ ଓ ଚାହୁଁଥିବା ମନର ମଣିଷ ଆଜି ତାକୁ ହାତ ଠାରି ଡାକୁଛି।